ବନ୍ଧୁଗଣ, ସିନ୍ଦୁର ଡବାରେ କେଉଁ ଜିନିଷ ରଖିଲେ ସ୍ୱାମୀ ହୋଇଥାଏ ଧନୀ? ବନ୍ଧୁଗଣ, ଗୋଟିଏ ସମୟର କଥା ଅଟେ। କୈଳାସ ପର୍ବତର ଶାନ୍ତ ବାତାବରଣରେ ଭଗବାନ ଶିବ ଓ ମାତା ପାର୍ବତୀ ବୃଷଭ ଉପରେ ବିରାଜମାନ କରୁଥିଲେ। ସେତେବେଳେ ମାତା ପାର୍ବତୀ କହିଲେ, ହେ ପ୍ରଭୁ, ମୋ ମନରେ ଏକ ପ୍ରଶ୍ନ ଉଙ୍କି ମାରି ମୋ ମନକୁ ବିଚଳିତ କରୁଛି। ଦୟାକରି ମୋ ପ୍ରଶ୍ନର ଉତ୍ତର ଦେଇ ମୋ ମନକୁ ଶାନ୍ତ କରନ୍ତୁ। ତାପରେ ଭଗବାନ ଶିବ କହିଲେ, ଦେବୀ, ତୁମେ ନିଃସଙ୍କୋଚରେ ତୁମ ପ୍ରଶ୍ନ ପଚାର। ମୁଁ ତୁମ ପ୍ରଶ୍ନର ନିଶ୍ଚୟ ରୂପରେ ଉତ୍ତର ଦେବି। ତାପରେ ମାତା କହିଲେ, ହେ ପ୍ରଭୁ, ମୁଁ ଦେଖିଛି ପ୍ରତ୍ୟେକ ବିବାହିତ ମହିଳା ନିଜ ସିନ୍ଥିରେ ସିନ୍ଦୁର ପିନ୍ଧିଥାନ୍ତି। ଏହି କାରଣରୁ ପ୍ରଭୁ ମୋ ମନରେ ଏକ ପ୍ରଶ୍ନ ଉଙ୍କି ମାରିଛି କି, ହେ ପ୍ରଭୁ, ସିନ୍ଦୁର ଡବାରେ ଏମିତି କେଉଁ ଜିନିଷ ରଖିଲେ ସ୍ୱାମୀ ଧନୀ ହୋଇଯାଇଥାଏ? ଏହାଛଡ଼ା ଋତୁସ୍ରାବ ସମୟରେ ସିନ୍ଦୁର ଲଗାଇବା ଉଚିତ ନା ନୁହେଁ? ଏବଂ ସିନ୍ଦୁର ତଳେ ପଡ଼ିଯିବା ଦ୍ୱାରା କେଉଁ ସଂକେତ ମିଳିଥାଏ? ସିନ୍ଦୁର ଲଗାଇବାର ଠିକ୍ ବିଧି କ'ଣ? ହେ ପ୍ରଭୁ, ଏହିସବୁ ପ୍ରଶ୍ନର ଉତ୍ତର ଦେଇ ମୋ ମନକୁ ଶାନ୍ତ କରିବାର ପ୍ରୟାସ କରନ୍ତୁ। ତାପରେ ଭଗବାନ ଶଙ୍କର କହିଲେ, ହେ ଦେବୀ, ତୁମର ଏହି ପ୍ରଶ୍ନ ସମସ୍ତ ବିବାହିତ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହିସବୁ ପ୍ରଶ୍ନର ଉତ୍ତର ଜାଣିବା ପୂର୍ବରୁ ମୁଁ ତୁମକୁ ଏକ କଥା କହୁଛି। ଏହାକୁ ମନ ଧ୍ୟାନ ଦେଇ ଶୁଣ। କାରଣ ଅଧା ଅଧୁରା ଜ୍ଞାନ ବିଷ ସମାନ ହୋଇଥାଏ। ଭଗବାନ ଶିବ କହିଲେ, ହେ ଦେବୀ, ହିନ୍ଦୁ ଧର୍ମରେ ବିବାହିତ ମହିଳାଙ୍କ ଜୀବନରେ ସିନ୍ଦୁରର ଖାସ୍ ମହତ୍ତ୍ୱ ରହିଛି। ଆପଣମାନେ ହିନ୍ଦୁ ଧର୍ମର ବିବାହିତ ମହିଳାମାନଙ୍କୁ ସିନ୍ଦୁର ଲଗାଇବାର ନିଶ୍ଚୟ ଦେଖିଥିବେ। ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ସିନ୍ଦୁରକୁ ବିବାହିତ ମହିଳାର ସଦ୍ଭାବର ପ୍ରତୀକ ବୋଲି ମନାଯାଇଥାଏ ଓ ବିବାହ ସମୟରେ ସିନ୍ଦୁର ଦାନ ବିଧିର ଖାସ୍ ମହତ୍ତ୍ୱ ରହିଛି। ଏହାପରେ ବିବାହକୁ ପୂର୍ଣ୍ଣ ବୋଲି ମନାଯାଇଥାଏ ଓ ଗୋଟିଏ ଥର ବିବାହ ହୋଇଯିବା ପରେ ବିବାହିତ ମହିଳାଙ୍କୁ ସିନ୍ଦୁର ଲଗାଇବା ଜରୁରୀ ଅଟେ। ଆଜିକାଲିର ସଭ୍ୟ ସମାଜରେ ମହିଳାମାନେ ବିବାହିତ ହୋଇ ମଧ୍ୟ ସିନ୍ଦୁର ଲଗାଉନାହାନ୍ତି। ହେ ଦେବୀ ପାର୍ବତୀ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହିନ୍ଦୁ ଧର୍ମର ଏହି ପରମ୍ପରାକୁ କେବଳ ଧାର୍ମିକ ମହତ୍ତ୍ୱ ନୁହେଁ, ବରଂ କେତେ ନିୟମ ରହିଛି ଯାହା ପାଳନ କରିବା ଅନିବାର୍ଯ୍ୟ ଅଟେ। ଯେଉଁ ମହିଳାମାନେ ସିନ୍ଦୁର ଲଗାଇବାର ଏହି ନିୟମକୁ ପାଳନ କରିନଥାନ୍ତି, ତାଙ୍କ ସ୍ୱାମୀଙ୍କୁ ଆର୍ଥିକ କ୍ଷେତ୍ରରେ କଷ୍ଟ ସହିବାକୁ ପଡ଼େ। ହେ ଦେବୀ ପାର୍ବତୀ, ଏବେ ଶୁଣନ୍ତୁ, ସିନ୍ଦୁର ଲଗାଇବାର କେଉଁ କେଉଁ ନିୟମ ରହିଛି, ଯାହାର ପ୍ରତ୍ୟେକ ବିବାହିତ ମହିଳାମାନଙ୍କୁ ପାଳନ କରିବା ନିଶ୍ଚୟ ଉଚିତ ଅଟେ। ବିବାହିତ ମହିଳାମାନଙ୍କୁ ସର୍ବଦା ସିନ୍ଦୁର ନିଜ ପଇସାରେ କିଣିକରି ଲଗାଇବା ଉଚିତ। କେତେ ବି ଅସୁବିଧା ବା ମଜବୁରି ଥାଉ ନା କାହିଁକି, କୌଣସି ଅନ୍ୟ ମହିଳାଙ୍କ ସିନ୍ଦୁର ନିଜ ସିନ୍ଥିରେ ଭରିବା ଉଚିତ ନୁହେଁ। ଅନ୍ୟ ମହିଳାଙ୍କ ସିନ୍ଦୁର ନିଜ ସିନ୍ଥିରେ ଭରିବା ବହୁତ ଅଶୁଭ ହୋଇଥାଏ। ଏମିତି କରୁଥିବା ମହିଳାମାନଙ୍କର ପତିକୁ ଧନ ସମ୍ବନ୍ଧୀୟ ସମସ୍ୟାର ସାମ୍ନାମାନ କରିବାକୁ ପଡ଼ିପାରେ ଏବଂ ନିଜ ସ୍ୱାମୀଙ୍କୁ ମଧ୍ୟ ସଙ୍କଟ ଆସିପାରେ। ଏହା ସହିତ ବିବାହିତ ମହିଳାମାନଙ୍କୁ ଉପହାରରେ ମିଳୁଥିବା ସିନ୍ଦୁରଠାରୁ ଦୂରେଇ ରହିବା ଉଚିତ। କାରଣ ଶାସ୍ତ୍ରରେ ଉପହାରରେ ମିଳୁଥିବା ସିନ୍ଦୁରର ଉପଯୋଗକୁ ଅଶୁଭ ବୋଲି ମନାଯାଇଥାଏ। ଏହାଦ୍ୱାରା ଆପଣଙ୍କର ପତି ଓ ଆପଣଙ୍କ ଉପରେ ବିପଦ ଆସିବାର ସମ୍ଭାବନା ବଢ଼ିଯାଇଥାଏ। ଏହାଛଡ଼ା ମହିଳାଙ୍କୁ ବିନା ସ୍ନାନ କରି ସିନ୍ଦୁର ଲଗାଇବା ଉଚିତ ନୁହେଁ। ସର୍ବଦା ମହିଳାମାନେ ସ୍ନାନ ସାରି ସର୍ବପ୍ରଥମେ ସିନ୍ଥିରେ ସିନ୍ଦୁର ଲଗାନ୍ତୁ। ସିନ୍ଦୁର ଲଗାଇବା ସମୟରେ ନିଜର ସ୍ୱାମୀଙ୍କର ଲମ୍ବା ଆୟୁଷ ଓ ସଫଳତାର କାମନା କରିଥାନ୍ତି। ଏହାଦ୍ୱାରା ତାଙ୍କର ଭାଗ୍ୟ ପ୍ରବଳ ଶକ୍ତିମାନ ହୋଇଥାଏ। ମହିଳାମାନେ ସିନ୍ଥିରେ ସିନ୍ଦୁର ଭରିବା ବେଳେ ମାତା ପାର୍ବତୀଙ୍କୁ ଧ୍ୟାନକୁ ଆଣନ୍ତୁ। କାରଣ ଅଖଣ୍ଡ ସୌଭାଗ୍ୟବତୀର ବରଦାନ ମାତା ପାର୍ବତୀଙ୍କ ଠାରୁ ହିଁ ପ୍ରାପ୍ତ ହୋଇଥାଏ। ଘରେ କୌଣସି ପ୍ରକାରର ସୂତକ କିମ୍ବା ଯଦି ମହିଳାଙ୍କର ଋତୁସ୍ରାବ ଆସିଥାଏ, ତେବେ ମହିଳାମାନେ ସିନ୍ଦୁର ନ ଲଗାଇବା ଭଲ ଅଟେ। କାରଣ ଏପରି ସମୟରେ ସିନ୍ଦୁର ଲଗାଇବା ଦ୍ୱାରା ସିନ୍ଦୁରର ଅପମାନ ହୋଇଥାଏ। ସିନ୍ଦୁର ତଳେ ପଡ଼ିଯିବା ବହୁତ ବଡ଼ ଅଶୁଭ ବୋଲି ମନାଯାଇଥାଏ। ଏହି କାରଣରୁ ପିଲାଙ୍କ ଠାରୁ ସିନ୍ଦୁର ଦୂରେଇ ରଖାଯାଏ। ଶାସ୍ତ୍ରରେ ସିନ୍ଦୁର ତଳେ ପଡ଼ିଯିବାକୁ ଅଶୁଭ ବୋଲି ମନାଯାଇଛି। କେବେ ବି ସିନ୍ଦୁରକୁ କାହା ଆଗରେ ଲଗାଇବା ଉଚିତ ନୁହେଁ। କାହା ଆଗରେ ସିନ୍ଦୁର ଲଗାଇବା ଦ୍ୱାରା ଆପଣଙ୍କ ସମ୍ପର୍କରେ ନଜର ଲାଗିଥାଏ
ଓ ସ୍ୱାମୀଙ୍କ ପ୍ରେମ କମ୍ ହୋଇଯାଇଥାଏ। ତାପରେ ଆଗକୁ ଭଗବାନ ଶଙ୍କର କୁହନ୍ତି, ହେ ଦେବୀ, ମହିଳାମାନେ ନିଜ ସିନ୍ଥିରେ ସିନ୍ଦୁର ଭରିବା ପାଇଁ ସର୍ବଦା ଶୁଖିଲା ସିନ୍ଦୁର ବ୍ୟବହାର କରିବା ଉଚିତ। ମହିଳାମାନେ ସିନ୍ଦୁର ଲଗାଇବା ବେଳେ ଯଦି ମଥାରେ ସିନ୍ଦୁର ପଡ଼ିଯାଏ, ତେବେ ଶାସ୍ତ୍ରରେ ଏହାକୁ ବହୁତ ଶୁଭ ବୋଲି ମନାଯାଇଥାଏ। ଏହାର ଅର୍ଥ ଆପଣଙ୍କର ସ୍ୱାମୀ ଆପଣଙ୍କୁ ଅଧିକ ପ୍ରେମ କରିଥାନ୍ତି। ଯଦି ଭୁଲରେ ଆପଣଙ୍କ ହାତରୁ ସିନ୍ଦୁର ତଳେ ପଡ଼ିଯାଏ, ତେବେ ତାକୁ ନାଳ ନର୍ଦ୍ଦମାରେ ନ ପକାନ୍ତୁ। ଏହାଦ୍ୱାରା ସିନ୍ଦୁରର ଅପମାନ ହୋଇଥାଏ। ପ୍ରଥମେ ଆପଣ ମା ପାର୍ବତୀଙ୍କୁ କ୍ଷମା ମାଗନ୍ତୁ, କାରଣ ସିନ୍ଦୁର ତଳେ ପଡ଼ିଯିବା ଶୁଭ ହୋଇନଥାଏ। ଯଦି ଆପଣ ମା ପାର୍ବତୀଙ୍କୁ ହାତ ଯୋଡ଼ି କ୍ଷମା ମାଗନ୍ତି, ତେବେ ଏହାଦ୍ୱାରା ଅଧିକାଂଶ ଅଶୁଭ ପ୍ରଭାବ ଚାଲିଯାଇଥାଏ। ଏହାପରେ ସିନ୍ଦୁରକୁ ଏକାଠି କରି ସିନ୍ଥିରେ ଲଗାଇ କୌଣସି ଗଛ ତଳେ ରଖିଦିଅନ୍ତୁ। ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ନିଜ ସିନ୍ଦୁରକୁ କେଶ ତଳେ ଲୁଚାଇ ଦେଇଥାଏ, ତେବେ ତାର ପତିକୁ ସମାଜରେ ମାନ ସମ୍ମାନ ମିଳିନଥାଏ। ତାର ପତି ଯେତେ ଉଚ୍ଚତମ ଶୀର୍ଷତାକୁ ଛୁଇଁବାକୁ ଚାହେଁ, ସେ ପର୍ଯ୍ୟନ୍ତ ପହଞ୍ଚି ପାରିନଥାଏ, ସର୍ବଦା ଅସଫଳ ହୁଏ। ସେହି କାରଣରୁ ସିନ୍ଦୁର ଯେତେ ଲମ୍ବା ଲଗାଇଦେବେ ଓ ମଥା ଆଡ଼କୁ ଯେତେ ଲଗାଇବେ, ସେତେ ସ୍ୱାମୀର ଭାଗ୍ୟ ଚମକିବ। କାରଣ ମଥାରେ ସିନ୍ଦୁର ଲଗାଇବା ଦ୍ୱାରା ସ୍ତ୍ରୀଙ୍କର ଶକ୍ତି ଜାଗୃତ ହୋଇଥାଏ। ଶାସ୍ତ୍ରରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି କି ମହିଳାମାନଙ୍କୁ ସର୍ବଦା ନାକର ସିଧାରେ ମଧ୍ୟରେ ସିନ୍ଦୁର ଲଗାଇବା ଉଚିତ, ଅର୍ଥାତ୍ ନାକ ସିଧା ସିନ୍ଦୁର ଲଗାଇବା ଉଚିତ। କେବେ ବି ମହିଳାମାନଙ୍କୁ ବଙ୍କା ସିନ୍ଦୁର ଲଗାଇବା ଉଚିତ ନୁହେଁ, ତେବେ ଶାସ୍ତ୍ରରେ ଏହାକୁ ଅଶୁଭ ବୋଲି ମନାଯାଇଥାଏ। ଏପରି କରିବା ଆପଣଙ୍କ ସ୍ୱାମୀଙ୍କ ଠାରୁ ଆପଣଙ୍କୁ ଦୂର କରିଦେଇଥାଏ। ଆଗକୁ ଭଗବାନ ଶଙ୍କର କହିଲେ, ହେ ଦେବୀ, ନବବିବାହିତା ମହିଳାମାନଙ୍କ ବିବାହ ସମୟରେ ଯେତେବେଳେ ତାଙ୍କ ସିନ୍ଥିରେ ସିନ୍ଦୁର ଲଗାଯାଇଥାଏ, ସେମାନେ ସେବେଠାରୁ ଶପଥ ନେବା ଉଚିତ ଯେ ନିଜ ସିନ୍ଦୁରକୁ ସର୍ବଦା ସମ୍ଭାଳିକି ରଖିବେ। ଯଦି କୌଣସି କାର୍ଯ୍ୟ ବା ପୂଜା ଆପଣଙ୍କ ଘରେ ହୋଇଥାଏ, ତେବେ ସେହି ସମୟରେ ଅଳ୍ପ ଅଳ୍ପ ସିନ୍ଦୁର ଲଗାନ୍ତୁ। ଏହାଦ୍ୱାରା ବିବାହ ସମୟରେ ଆପଣଙ୍କୁ ଯେଉଁ ଆଶୀର୍ବାଦ ମିଳିଥାଏ, ତାହା ସର୍ବଦା ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ ସଫଳ ପ୍ରଦାନ କରାଇଥାଏ ତଥା ଆପଣଙ୍କ ପରିବାରରେ ଖୁସି ଏବଂ ସୁଖ ସମୃଦ୍ଧି କରି ରଖିଥାଏ। ଭଗବାନ ଶଙ୍କର କହିଲେ, ହେ ଦେବୀ ପାର୍ବତୀ, ଏବେ ଶୁଣନ୍ତୁ, ସିନ୍ଦୁର ଡବାରେ କେଉଁ ଜିନିଷ ରଖିଲେ ସ୍ୱାମୀ ଧନବାନ ହୋଇଥାଏ? ହେ ଦେବୀ ପାର୍ବତୀ, ସିନ୍ଦୁର ଡବାରେ ଏକ ରୂପାର ମୁଦ୍ରା ରଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଏମିତି କରିବା ଦ୍ୱାରା ମାତା ପାର୍ବତୀଙ୍କର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହୋଇଥାଏ। ଏହି କାରଣରୁ ପ୍ରତ୍ୟେକ ବିବାହିତ ମହିଳାମାନେ ସିନ୍ଦୁର ଡବାରେ ରୂପାର ମୁଦ୍ରା ନିଶ୍ଚୟ ରଖନ୍ତୁ। ଏମିତି କରି ସେହି ସିନ୍ଦୁରକୁ ଲଗାଇବା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କର ଆୟୁଷ ଲମ୍ବା ହୋଇଥାଏ ଓ ପତିଙ୍କ ଭାଗ୍ୟ ଖୋଲିବାରେ ଲାଗିଥାଏ। ତେଣୁ ସେ ଧନବାନ ହେବାରେ ଲାଗିଥାନ୍ତି। ବିବାହିତ ମହିଳାମାନେ ନିଜେ ସର୍ବଦା ସିନ୍ଦୁର ଲଗାଇବା ଉଚିତ। ଯଦି ଆପଣଙ୍କୁ ସ୍ୱପ୍ନରେ ସିନ୍ଦୁର ଦେଖାଯାଏ, ତେବେ ଏହା ବହୁତ ଶୁଭ ହୋଇଥାଏ। ସ୍ୱପ୍ନରେ ସିନ୍ଦୁର ଦେଖାଯିବାର ଅର୍ଥ ହେଉଛି ଆପଣଙ୍କର ବାପଘରୁ କୌଣସି ଖୁସି ଖବର ମିଳିବାକୁ ଯାଉଛି। ଏହା ସହ ଯଦି ଆପଣଙ୍କ ସହ କିଛି ଅଶୁଭ ହେବାକୁ ଯାଉଛି, ତାହା ମଧ୍ୟ ଟଳି ଯାଇପାରେ। ଯଦି କୁଆଁରୀ କନ୍ୟା ନିଜ ମଥାରେ ସିନ୍ଦୁର ପିନ୍ଧୁଥିବାର ଦେଖେ, ତେବେ ଏହାର ଅର୍ଥ ତାହାର ବିବାହ ତାର ମନପସନ୍ଦ ପୁଅ ସହିତ ହେବାକୁ ଯାଉଛି। ସିନ୍ଦୁର ସଧବାର ଚିହ୍ନ ହୋଇଥାଏ। ସିନ୍ଦୁରରେ ମାତା ରାଣୀଙ୍କର ଆଶୀର୍ବାଦ ଲୁଚି ରହିଛି। ଯଦି ସିନ୍ଦୁର ଲଗାଇ ଆପଣ ପୂଜାପାଠ କରନ୍ତି, ତେବେ ତାର ଅନେକ ଫଳ ଆପଣଙ୍କୁ ମିଳିଥାଏ। ସଧବା ସିନ୍ଦୁରର ଉଲ୍ଲେଖ ରାମାୟଣ କାଳରେ ମଧ୍ୟ କରାଯାଇଥିଲା। ମନାଯାଇଥାଏ କି ମାତା ସୀତା 3 ଦିନ ଶୃଙ୍ଗାରର ରୂପରେ ସିନ୍ଦୁରର ପ୍ରୟୋଗ କରିଥିଲେ ଏବଂ କଥା ଅନୁସାରେ ହନୁମାନ ଯେତେବେଳେ ମାଙ୍କୁ ସିନ୍ଦୁର ଲଗାଉଥିବାର ଦେଖିଲେ ଓ ତାହା ଜାଣିବା ପାଇଁ ତାଙ୍କ ମନରେ ଇଚ୍ଛା ହେଲା, ହନୁମାନ ପଚାରିଥିଲେ କି, ମା, ଆପଣ ପ୍ରତିଦିନ ସିନ୍ଦୁର କାହିଁକି ଲଗାଉଛନ୍ତି? ମାତା ସୀତା କହିଲେ କି ସେ ଭଗବାନ ରାମଙ୍କର ଲମ୍ବା ଆୟୁ ପାଇଁ ସିନ୍ଥିରେ ସିନ୍ଦୁର ଲଗାଉଛନ୍ତି ଏବଂ ଏଥିରେ ଭଗବାନ ରାମଚନ୍ଦ୍ର ପ୍ରସନ୍ନ ହୋଇଥାନ୍ତି। ଭଗବାନ ରାମଚନ୍ଦ୍ରଙ୍କର ଅନନ୍ୟ ଭକ୍ତ ହନୁମାନ ନିଜ ପ୍ରଭୁ ରାମଚନ୍ଦ୍ରଙ୍କୁ ପ୍ରସନ୍ନ କରିବା ପାଇଁ ପୁରା ଶରୀରରେ ସିନ୍ଦୁରର ଲେପ ଲଗାଇଥିଲେ। ଭଗବାନ ଶିବ କହିଲେ, ହେ ଦେବୀ ପାର୍ବତୀ, ଏବେ ଶୁଣ, ସିନ୍ଦୁର ଲଗାଇବାର ଠିକ୍ ବିଧି କ'ଣ ଅଛି। ବିବାହିତ ମହିଳାମାନେ ସିନ୍ଦୁର ଲଗାଇବା ବେଳେ ତାଙ୍କର ମୁଖ
उत्तर किंबा पूर्व दिग आड़कू हेबा उचित। ଏହା ସହିତ ଐଶାନ୍ୟ କୋଣ ମଧ୍ୟ ଏହା ପାଇଁ ଶୁଭ ହୋଇଥାଏ। ବାସ୍ତୁ ଅନୁସାରେ ଉତ୍ତର ପୂର୍ବ ଦିଗରେ ଭଗବାନଙ୍କର ବାସ ହୋଇଥାଏ। ଏହି ଦିଗ ଆଡ଼କୁ ମୁହଁ କରି ସିନ୍ଦୁର ଲଗାଇବା ଦ୍ୱାରା ଈଶ୍ୱରଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଠିଆ ହୋଇ ବିବାହିତ ମହିଳାମାନଙ୍କୁ ସିନ୍ଦୁର ଲଗାଇବା ବର୍ଜିତ ଅଟେ ଏବଂ ମୁଣ୍ଡ ନୁଆଁଇ ସିନ୍ଦୁର ଲଗାଇବା ଉଚିତ, ଯାହାଦ୍ୱାରା ଏହାର ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏପରି କରିବା ଦ୍ୱାରା ଘରେ ସୁଖ ଶାନ୍ତି ଲାଗି ରହିଥାଏ ଓ ପତିଙ୍କର ଆୟୁଷ ଲମ୍ବା ହୋଇଥାଏ। ସୂର୍ଯ୍ୟାସ୍ତ ପରେ ସୂର୍ଯ୍ୟଙ୍କ ପ୍ରଭାବ କମ୍ ହୋଇଯାଇଥାଏ ଓ ଚନ୍ଦ୍ରର ପ୍ରଭାବ ବୃଦ୍ଧି ପାଇଥାଏ। ତେଣୁ ଆପଣ ସୂର୍ଯ୍ୟୋଦୟ ପରେ ଯେକୌଣସି ସମୟରେ ସିନ୍ଦୁର ଲଗାଇ ପାରିବେ, କିନ୍ତୁ ସୂର୍ଯ୍ୟାସ୍ତ ପରେ ସିନ୍ଦୁର ଲଗାଇବାକୁ ଅଶୁଭ ବୋଲି ମନାଯାଇଥାଏ। ନାକ ଉପରେ ସିନ୍ଦୁର ପଡ଼ିବା, ଖାସ୍ କରି ବିବାହ ସମୟରେ ସିନ୍ଦୁର ପଡ଼ିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ୱାରା ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢ଼ିଥାଏ। ଏହାଦ୍ୱାରା ପତିଙ୍କର ଆୟୁଷ ଲମ୍ବା ହୋଇଥାଏ। ଏହା ମଧ୍ୟ ମନାଯାଇଥାଏ କି ନାକ ଉପରେ ସିନ୍ଦୁର ପଡ଼ିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିବାହିତ ମହିଳାମାନେ ଯଦି ସିନ୍ଦୁର ଲଗାଇବା ବେଳେ ଏହା ମଥା ଉପରେ ପଡ଼ିଯାଇଥାଏ, ତେବେ ଏହା ବହୁତ ଶୁଭ ହୋଇଥାଏ। ଏହା ଏହି କଥାର ସଂକେତ କି ଆପଣଙ୍କୁ ଆପଣଙ୍କର ପତିଠାରୁ ଅଧିକ ପ୍ରେମ ଓ ଅଧିକ ଭଲ ପାଇବା ମିଳିବାକୁ ଯାଉଛି। ବେକରେ ସିନ୍ଦୁର ଲଗାଇବା ଦ୍ୱାରା ଈଶ୍ୱରଙ୍କ ଆଡ଼େ ଆପଣଙ୍କର ମନ କେନ୍ଦ୍ରିତ ହୋଇଯାଇଥାଏ। ଏହାଦ୍ୱାରା ବ୍ୟକ୍ତିର ମନରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ତାପରେ ଭଗବାନ ଶିବ କହିଲେ, ହେ ଦେବୀ, ଆଶା କରୁଛି ଏହି କଥା ମାଧ୍ୟମରେ ତୁମକୁ ତୁମ ପ୍ରଶ୍ନର ଉତ୍ତର ଅବଶ୍ୟ ମିଳିଯାଇଥିବ। ମାତା କହିଲେ, ହେ ପ୍ରଭୁ, ଆପଣଙ୍କର ଏହି କଥା ମଧ୍ୟ ମୁଁ ଶୁଣି ଧନ୍ୟ ହୋଇଗଲି। ଆପଣଙ୍କର ଏହି କଥାରୁ ମୁଁ ମୋର ସମସ୍ତ ପ୍ରଶ୍ନର ଉତ୍ତର ପାଇସାରିଛି। ବନ୍ଧୁଗଣ, ଭିଡ଼ିଓଟିକୁ ଏହିଠାରେ ଶେଷ କରୁଛି। ଯଦି ଆପଣ ସମସ୍ତଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି, ତେବେ ଦୟାକରି ମୋ ଚ୍ୟାନେଲ ମାନି ଭଏସ୍କୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି କରନ୍ତୁ ଓ ସାଙ୍ଗସାଥିମାନଙ୍କ ପାଖକୁ ଓ ବନ୍ଧୁବାନ୍ଧବମାନଙ୍କ ପାଖକୁ ଅଧିକାରୁ ଅଧିକା ସେୟାର କରନ୍ତୁ। କମେଣ୍ଟରେ ଜୟ ଭୋଳାନାଥ ନିଶ୍ଚୟ ଲେଖନ୍ତୁ।